ଏବେ ଆମେ ଦେଖିବା ମାଥ୍ୟୁ 5 ଅଧ୍ୟାୟ ଦେଖିବା। ପ୍ରଭୁଙ୍କର ପ୍ରଶଂସା ହେଉ। ଆମମାନେ ପ୍ରଭୁଙ୍କର ବାକ୍ୟ ପଢ଼ିବା। ବର୍ତ୍ତମାନ ମାଥ୍ୟୁ 5 ଅଧ୍ୟାୟ 1-12 ପଦ ମଧ୍ୟରେ ଆମେ ପ୍ରଭୁଙ୍କର ବାକ୍ୟକୁ ଆମେ ପଢ଼ି ଧ୍ୟାନ କରିବା। ଲୋକ ସମୂହ ଦେଖି ଯୀଶୁ ପର୍ବତ ଆରୋହଣ କଲେ। ପୁଣି ଉପବେଶନ କଲା ଉତ୍ତାରେ ତାହାଙ୍କ ଶିଷ୍ୟମାନେ ତାହାଙ୍କ ଛାମୁକୁ ଆସିଲେ। ସେଥିରେ ଯୀଶୁ ମୁଖ ଫିଟାଇ ସେମାନଙ୍କୁ ଶିକ୍ଷା ଦେଇ କହିବାକୁ ଲାଗିଲେ, ଆତ୍ମାରେ ଦିନହୀନ ଲୋକ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର। ଶୋକାର୍ତ୍ତ ଲୋକେ ଧନ୍ୟ, କାରଣ ସେମାନେ ସାନ୍ତ୍ୱନା ପ୍ରାପ୍ତ ହେବେ। ନମ୍ର ଲୋକେ ଧନ୍ୟ, କାରଣ ସେମାନେ ପୃଥିବୀର ଅଧିକାରୀ ହେବେ। ଧାର୍ମିକତା ନିମନ୍ତେ ক্ষୁଧିତ ଓ ତୃଷିତ ଲୋକେ ଧନ୍ୟ, କାରଣ ସେମାନେ ପରିତୃପ୍ତ ହେବେ। ଦୟାଳୁ ଲୋକେ ଧନ୍ୟ, କାରଣ ସେମାନେ ଦୟା ପ୍ରାପ୍ତ ହେବେ। 8 ପଦ, ଶୁଦ୍ଧ ଚିତ୍ତ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ଦର୍ଶନ ପାଇବେ। ଶାନ୍ତିକାରକ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ଖ୍ୟାତ ହେବେ। ଧାର୍ମିକତା ନିମନ୍ତେ ତାଡ଼ନା ପ୍ରାପ୍ତ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର। ଲୋକେ ଯେବେ ତୁମମାନଙ୍କୁ ମୋ ସକାଶେ ନିନ୍ଦା ଓ ତାଡ଼ନା କରନ୍ତି, ପୁଣି ମିଥ୍ୟାରେ ତୁମମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି, ତେବେ ତୁମମାନେ ଧନ୍ୟ। ଆନନ୍ଦ କର ଓ ଉଲ୍ଲସିତ ହୁଅ, କାରଣ ସ୍ୱର୍ଗରେ ତୁମମାନଙ୍କର ପୁରସ୍କାର ପ୍ରଚୁର। ସେହିପରି ତ ସେମାନେ ତୁମମାନଙ୍କର ପୂର୍ବବର୍ତ୍ତୀ ଭାବବାଦୀମାନଙ୍କୁ ତାଡ଼ନା କରିଥିଲେ। ପ୍ରିୟ ମୋର ବନ୍ଧୁଗଣ, ଆପଣମାନେ ସବୁ ଧାର୍ମିକତାର ବିଷୟରେ ଯେତେବେଳେ ଆପଣ ଯିବେ, ଏଠି ଲେଖା ଅଛି ଅନେକଙ୍କର ପରିବାରର ନିଜର ଲୋକ ମଧ୍ୟ ଥଟ୍ଟା ପରିହାସ ତାମସା କରିବେ। ମୋର ମନେ ଅଛି, ଆମର ନିଜର ଭଉଣୀ ଘରର ପିଲାମାନେ, ମୋ ଭଉଣୀର 3ଟା ଝିଅ। ମୋ ଭଉଣୀର 3ଟା ଝିଅ, ଗୋଟେ ନାଁ ହେଉଛି ମାମି, ସେ ହେଉଛି ବଡ଼ ଝିଅ। ତା ତଳଟା ହେଉଛି ଗୋଲିଆ, ମଝିଆ ଝିଅ। ତା ତଳଟା ହେଉଛି ଚେମିଣି, ତାକୁ ଚେମିଣି ଡାକନ୍ତି। ଏମାନେ, ଆଉ ଗୋଟେ ଭଣଜା ଅଛି, ତା ନାଁ ହେଉଛି ଜଡ଼ୁଆ, ତାକୁ ଜଡ଼ୁଆ ବୋଲି ଡାକନ୍ତି। ଏମାନେ ମୋ ନାଁରେ, ମୁଁ ଯେତେବେଳେ ଯୀଶୁ ଗ୍ରହଣ କଲି, ଏମାନେ ମୋ ନାଁରେ ବିଭିନ୍ନ ପ୍ରକାର ଥଟ୍ଟା ତାମସା ପରିହାସ, କ୍ରିଟିସାଇଜ, ମୋ ବିରୁଦ୍ଧରେ ନାନା ପ୍ରକାର ମନ୍ଦ କଥାବାର୍ତ୍ତା କଲେ। ଏବଂ ଏବେ ମଧ୍ୟ ସେମାନେ ଥଟ୍ଟା ପରିହାସ ତାମସା କରୁଛନ୍ତି, ହସି ଦେଉଛନ୍ତି, ଖେଳି ଦେଉଛନ୍ତି, ତାମସା କରିଦେଉଛନ୍ତି, ବେଙ୍ଗିଲି ଖେଳି ଦେଉଛନ୍ତି। ତାଙ୍କ ଇଚ୍ଛାରେ ଯାହା ଆସିଲା ତାଙ୍କ ମୁଖରେ ସେମାନେ ମୋ ବିରୁଦ୍ଧରେ ନାନା ପ୍ରକାର କଥାବାର୍ତ୍ତା କରୁଛନ୍ତି। ସବୁବେଳେ ପାଇଁ ନିନ୍ଦା, ଥଟ୍ଟା ପରିହାସ, ତାମସା, କ୍ରିଟିସାଇଜ, ହସି ଦେବା, ଏହିସବୁ କଥା ଗୁଡ଼ା ନିଜର ବନ୍ଧୁ ସେମାନେ ମୋତେ କରୁଛନ୍ତି। ଆମର ଯେଉଁ ଭେଣେଇ ଯିଏ ହେବ, ମୋର ବଡ଼ ଭଉଣୀର ହଜବ୍ୟାଣ୍ଡ, ଯିଏକି ସେ ଭେଣେଇ, ତା ନାଁ ହେଉଛି ଦିଜ ମୁଦୁଲି। ସେ ଦିଜ ମୁଦୁଲି ଭାଇ ମଧ୍ୟ, ସିଏ ବି ମୋ ବିରୁଦ୍ଧରେ ଥଟ୍ଟା ତାମସା ପରିହାସ କରନ୍ତି ଏବଂ କହନ୍ତି ସେମାନେ ପାଗଳ ବଂଶ। କିନ୍ତୁ ପ୍ରଭୁ ଯୀଶୁ ମୋତେ ଯେତେବେଳେ ମନୋନୀତ କଲେ, ସ୍ୱର୍ଗୀୟ ପ୍ରଭୁ ମୋତେ ଜ୍ଞାନ ଦେଲେ, ବୁଦ୍ଧି ଦେଲେ। କିନ୍ତୁ ସେଇ ଭେଣେଇ ମଧ୍ୟ ମୋର, ସେ ବି ଥଟ୍ଟା ପରିହାସ ତାମସା କରନ୍ତି। ସେ ବି କହନ୍ତି ସେଗୁଡ଼ା ପାଗଳ ବଂଶ। ଯୀଶୁଙ୍କୁ ଗ୍ରହଣ କଲା ପରେ ଜଣେ କ'ଣ ପାଗଳ ହୋଇଥାଏ? ଯୀଶୁଙ୍କୁ ଗ୍ରହଣ କଲା ପରେ ସେ ଜଣେ ଜ୍ଞାନରେ ଚାଲେ। ଆଜି ଲକ୍ଷ ଲକ୍ଷ ଲୋକମାନେ, କୁମ୍ଭାର ଜାତି ହେଉ ବା ଗୌଡ଼ ଜାତି ହେଉ ବା ମହାନ୍ତି ଜାତି ହେଉ
ବା ତେଲି ଜାତି ହଉ ବା କୁମ୍ଭାର ଜାତି ହଉ ବା ବ୍ରାହ୍ମଣ ଜାତି ହୁଅନ୍ତୁ, ଖଣ୍ଡେଇତ ଜାତି ହୁଅନ୍ତୁ, ପ୍ରତ୍ୟେକ ଜାତିରୁ ଲୋକମାନେ ଯୀଶୁଙ୍କୁ ଗ୍ରହଣ କରୁଛନ୍ତି। ପ୍ରତ୍ୟେକ ଜାତିରୁ ଲୋକମାନେ ଆପଣା ଆପଣା ପୂଜା ପର୍ବ ଛାଡ଼ି ଯୀଶୁଖ୍ରୀଷ୍ଟଙ୍କୁ ପ୍ରଭୁ ରୂପେ ଗ୍ରହଣ କରି ସେମାନେ ଯୀଶୁଙ୍କୁ ସେବା ଏବଂ ଉପାସନା କରୁଛନ୍ତି। ତେବେ ସେମାନେ କ'ଣ କେଉଁଠି କାହାକୁ ଚୋରି କଲେ, କାହା ଘରେ ଯାଇ ପଶିକିରି? ତା ବିରୁଦ୍ଧରେ ଆମେ କଥାବାର୍ତ୍ତା ହେବା। ସିଏ ଗୋଟେ ଭଲ ରାସ୍ତାରେ ଗଲା, ସେ ତାର ଯୀଶୁଙ୍କୁ ଗ୍ରହଣ କରି ଯୀଶୁ ଭଲ ରାସ୍ତା ଶିଖେଇ ଦେଇଛନ୍ତି ସ୍ୱର୍ଗ ଯିବା ପାଇଁ, ସେଥିପାଇଁ ସିଏ ତାର ଯୀଶୁଙ୍କ ରାସ୍ତାରେ ଚାଲିଲା। ଯୀଶୁ ଶିକ୍ଷା ଦେଇନଥିଲେ ତମେ ଯାଇ ଚୋରି କରିବ, ଯୀଶୁ ଶିକ୍ଷା ଦେଇନଥିଲେ ସେ ଝିଅକୁ ଯାଇକି ତମେ ଖରାପ କାମ କରିବ, ଯୀଶୁ ଶିକ୍ଷା ଦେଇନାହାନ୍ତି ତମେ ପାନ, ବିଡ଼ି, ମଦ, ସିଗାରେଟ, ଅଫିମ, ଗଞ୍ଜେଇ ଖାଇକି ମାତାଲ ହେଇକି ରାସ୍ତାରେ ଗଡ଼ିବ। ଯୀଶୁ ଏସବୁ କଥା ଶିକ୍ଷା ଦେଇନାହାନ୍ତି। ଯୀଶୁ ଶିକ୍ଷା ଦେଇନାହାନ୍ତି ଯେ ତମେ ଯାଇକି ଜଣଙ୍କର ଜମି ଜବରଦଖଲ କରିବ, ରାତିରେ ଜମିରୁ ଫସଲ ଚୋରି କରି ନେଇ ଆସିବ, କାହାର ସୁନା ରୂପା ଅଛି ନଥିଲା ବେଳେ, ଘରେ କେହି ନଥିଲା ବେଳେ ତା ଘରେ ପଶି ତାଲା ଭାଙ୍ଗି ଟଙ୍କା ପଇସା ସୁନା ରୂପା ନେଇ ଆସିବ। ଯୀଶୁ ଏ କଥା ଶିଖେଇ ନାହାନ୍ତି। ଯୀଶୁ ଶିଖେଇଛନ୍ତି ଯେ ତୁମେ ଶତ୍ରୁକୁ ଭଲ ପାଅ। ଯୀଶୁ ଖରାପ ବିଷୟ କେବେ ଶିଖେଇବେ ଶିଖେଇ ନାହାନ୍ତି। ତେବେ ଜଣେ ଯଦି ଯୀଶୁଙ୍କ ରାସ୍ତାରେ ଯୀଶୁ ଯାହା ଶିଖେଇଛନ୍ତି ଭଲ ବିଷୟ ଶିଖେଇଛନ୍ତି, ସିଏ ତେଣୁକରି ଜଣେ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କଲା, ତା ବିରୁଦ୍ଧରେ କଥା କହିବାଟା କ'ଣ ଆବଶ୍ୟକ ରହିଛି? ତାକୁ ଥଟ୍ଟା, ପରିହାସ, ନିନ୍ଦା, ତାର ସିଏ ଗୋଟେ ରାସ୍ତାରେ ଗଲା। ସେ ଯେଉଁ ଯୀଶୁଙ୍କୁ ତାର ଯୀଶୁଙ୍କ ନାମରେ ପ୍ରାର୍ଥନା କଲା, ତାର ଯୀଶୁଙ୍କୁ ସେବା ଉପାସନା କଲା। ଆପଣମାନେ ଯାହାକୁ ସେବା ଉପାସନା କରୁଛନ୍ତି ଆପଣଙ୍କୁ କେହି ବାଧା ଦେବେନି, ଆପଣ ସ୍ୱାଧୀନ ଭାବରେ ଯାହାକୁ ପୂଜା ଓ ସେବା କରିପାରିବେ। ଆମର ସରକାରୀ ନିୟମ ଅନୁସାରେ, ଭାରତୀୟ ସରକାରୀ ନିୟମ ଅନୁସାରେ ଯିଏ ଯାହାକୁ ପୂଜା କରିପାରିବ, ଅଧିକାର ତାର ଅଛି। ତେବେ ଏଠି ଆମେ ଦେଖୁଛୁ ଲେଖା ଅଛି, ମୋର ପ୍ରିୟ ବନ୍ଧୁଗଣ, ମୋର ପ୍ରିୟ ବିଶ୍ୱାସୀ ଭାଇ ଭଉଣୀମାନେ, ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିଛନ୍ତି, ବର୍ତ୍ତମାନ ଆଗରୁ କରିଛନ୍ତି, ଯୀଶୁଙ୍କୁ ଗ୍ରହଣ କରିଛନ୍ତି ପ୍ରଭୁ ରୂପେ, ପୁଣି ଏବେ କରୁଛନ୍ତି, ପୁଣି ଆସନ୍ତା ଦିନମାନଙ୍କରେ କରିବେ। ଏମାନଙ୍କୁ ମୁଁ କହି ଆସୁଛି ଯେ ଲେଖା ଅଛି ଯେ ଧାର୍ମିକତା ନିମନ୍ତେ ତାଡ଼ନା ପ୍ରାପ୍ତ ଲୋକେ ଧନ୍ୟ। ଇଂଲିଶରେ ଲେଖା ହେଉଛି ଦେ ଆର୍ ବ୍ଲେସେଡ୍, ତାମାନେ ଆଶୀର୍ବାଦକାରୀ। ଯଦି ଜଣେ ଧାର୍ମିକତା ପଥରେ ଗଲା, ତା ବିରୁଦ୍ଧରେ ଯଦି ଲୋକମାନେ କଥାବାର୍ତ୍ତା କଲେ, ନାନା ପ୍ରକାର କଥାବାର୍ତ୍ତା କଲେ ତା ବିରୁଦ୍ଧରେ, ତାହେଲେ ସେଇ ଯେଉଁ ଧାର୍ମିକ ଲୋକଟି ବା ସେଇ ବିଶ୍ୱାସୀ ଲୋକଟି ଆଶୀର୍ବାଦ ପାଇବ। ଯେ ଯୀଶୁଖ୍ରୀଷ୍ଟଙ୍କ ରାସ୍ତାରେ ଗଲା, ସିଏ ଆଶୀର୍ବାଦ ପାଇବ। ଅନ୍ୟମାନେ ତାକୁ ବିଭିନ୍ନ ପ୍ରକାର ଯାହା କଥା କହିଲେ ବି, କିନ୍ତୁ ସେ ଆଶୀର୍ବାଦ ପାଇବ ବୋଲି ଲେଖା ହେଇଛି। ତେବେ ମୋର ପ୍ରତ୍ୟେକ ବିଶ୍ୱାସୀ ଭାଇ ଭଉଣୀମାନେ, ଆପଣମାନେ ଭୟ କରନ୍ତୁ ନାହିଁ କି ନିରୁତ୍ସାହିତ ହୁଅନାହାନ୍ତି। ଡୁ ନଟ୍ ବି ଡିସଆପଏଣ୍ଟେଡ୍। Dear believers, brothers and sisters, do not be disappointed. Do not be discouraged. Do not be confused. ଆପଣମାନେ ନିରୁତ୍ସାହିତ ହୁଅନ୍ତୁ ନାହିଁ, କି ଭୟଭୀତ ହୁଅନ୍ତୁ ନାହିଁ, କି ହତବୁଦ୍ଧି ହୁଅନ୍ତୁ ନାହିଁ। ଆପଣମାନେ ଯେତେବେଳେ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିଛନ୍ତି, ଅନେକ ଲୋକମାନେ ଯୀଶୁଙ୍କୁ ଗ୍ରହଣ କରିଛନ୍ତି, ସେମାନେ ଆଗରୁ ମଦ ଖାଉଥିଲେ, ମଦ ଛାଡ଼ିଦେଲେ। ଗଞ୍ଜେଇ ଖାଉଥିଲେ, ଗଞ୍ଜେଇକି ଛାଡ଼ିଦେଲେ, ଗଞ୍ଜେଇ ଖିଆ ଛାଡ଼ିଦେଲେ। କାହିଁକି ନା ଯୀଶୁଖ୍ରୀଷ୍ଟଙ୍କୁ, ଯୀଶୁ କହିନାହାନ୍ତି ତମେ ଗଞ୍ଜେଇ ଖାଇବ, ମଦ ପିଇବ। ଯୀଶୁ ଭଲ ରାସ୍ତାରେ ଯିବା ପାଇଁ କହିଛନ୍ତି। ତେବେ ଜଣେ ଯଦି ଯୀଶୁଙ୍କୁ ଗ୍ରହଣ କଲା, ସେ ମଦ ଛାଡ଼ିଦେଲା, ଗଞ୍ଜେଇ ଛାଡ଼ିଦେଲା, ଅଫିମ ଛାଡ଼ିଦେଲା, ସିଗାରେଟ ଛାଡ଼ିଦେଲା, ଧୂଆଁ ପତ୍ର ଛାଡ଼ିଦେଲା, କଢ଼ାଗୁଣ୍ଡି ଛାଡ଼ିଦେଲା, ତାର ବିଭିନ୍ନ ପ୍ରକାର ଯେଉଁ ଇଞ୍ଜେକ୍ସନ୍ ନେଉଛନ୍ତି ଏଠି, ମାନେ ନିଶା ଇଞ୍ଜେକ୍ସନ୍, ସେଇଟା ବି ଛାଡ଼ିଦେଲା। ସେ ବି ତାର ଭଲ ରାସ୍ତାରେ ଗଲା, ଭଲ ଖାଦ୍ୟ ଖାଇଲା। ମାସକୁ ଯେଉଁ ଦିନକୁ 300 ଟଙ୍କା କି 500 ଟଙ୍କା ମଦ ପିଉଥିଲା, ସେ ମଦ ପିଇବା ଟଙ୍କାରେ ସେ ମାଛ ମାଂସ କିଣିକି ତା ପିଲାମାନଙ୍କୁ ଦେଲା, ତା ପିଲା ଛୁଆ ମାଇକିନାକୁ ଦେଲା, ଖାଇଲେ।
ପିଲା ଛୁଆ ସ୍ତ୍ରୀକୁ ଦେଲା ଖାଇଲେ, ତା ପିଲା ଛୁଆ ସ୍ତ୍ରୀ ପିଲାକୁ ଭଲ ଶାଢ଼ୀ ପିନ୍ଧେଇଲା, ଭଲ ଖାଦ୍ୟ ଦେଲା, ପିଲାମାନଙ୍କୁ ଭଲ ପାଠ ପଢ଼େଇଲା ଟଙ୍କା ଦେଇକି ସ୍କୁଲରେ, ସେମାନେ ମଣିଷ ହେଇକି ଭଲରେ ବଞ୍ଚିଲେ। ତେବେ ଆଜିକାଲିର କ'ଣ ଜଗତ, ଜଣେ ଜଣେ ଲୋକ ମଦ ଖାଇକି ଗଡ଼ୁଛି ରାସ୍ତାରେ, ଅନ୍ୟ ଲୋକମାନେ ସେମାନଙ୍କର ଉତ୍ତେଜନା ହେଇକି ମନ ଭିତରେ ସେମାନେ ଭାବନ୍ତି ଯାହା ଭଲ ଲୋକଟା ମଦ ଖାଇ ଗଡ଼ୁଛି। ସେମାନେ ତାଙ୍କ ହୃଦୟରେ ବହୁତ ମଉଜ କରନ୍ତି, ଭାରି ଖୁସି ହୁଅନ୍ତି ଅନ୍ୟ ଲୋକମାନେ ଦେଖିକି। ମଦୁଆ ମଦ ଖାଇ ଗଡ଼ୁଥିବେ, ଅନ୍ୟ ଲୋକମାନେ ତାଙ୍କ ମନରେ ଭାରି ଖୁସି ଆନନ୍ଦ ଆସୁଥିବ। କିନ୍ତୁ ପରମେଶ୍ୱର ଯେ କି ଯୀଶୁଙ୍କ ନାମରେ ଆସିଲେ, ଯୀଶୁ କହିନାହାନ୍ତି ଯେ ତମେ ଜଣେ ମଦ ପିଉଛି ତମେ ଆନନ୍ଦ କର ବୋଲି, ଖୁସି ହୁଅ। ତାକୁ ମଦ ଛାଡ଼ିବା ପାଇଁ କୁହନ୍ତୁ ଆପଣମାନେ। ତେବେ ଯାଇ ସେ ମଦ ଖାଇକି ଆସିଲା, ତା ସ୍ତ୍ରୀକି ବାଡ଼େଇଲା, ଯାହା ଟଙ୍କା ପଇସା ଥିଲା ନେଇ ସରେଇଦେଲା, ତା ପିଲା ମାଇକିନାଙ୍କୁ ବାଡ଼େଇଲା, ତାର କିଛି ଲାଷ୍ଟକୁ କ'ଣ ଖାଇବା ପାଇଁ ପାଇଲେନି ତା ପିଲାମାନେ, ତା ପିଲା ଛୁଆ ସ୍ତ୍ରୀ ଖାଇବା ପାଇଁ ପାଇଲେନି, ଭଲ ଲୁଗା ଖଣ୍ଡେ ପିନ୍ଧି ପାରିଲେନି, କି ଭଲରେ ଗୋଟେ ଶାନ୍ତିରେ ରହିପାରିଲେନି। ତେବେ ଆମେ ଦେଖୁଛୁ ଏଠି ଲେଖା ଅଛି, ମୋର ପ୍ରିୟ ବିଶ୍ୱାସୀ ଭାଇ ଭଉଣୀମାନେ, ଧାର୍ମିକତା ନିମନ୍ତେ ତାଡ଼ନା ପ୍ରାପ୍ତ ଲୋକ ଧନ୍ୟ। 10 ପଦରେ ଲେଖା ହେଉଛି। 11 ପଦରେ ଲେଖା ଅଛି, ଲୋକେ ଯେବେ ତୁମମାନଙ୍କୁ ମୋ ସକାଶେ ନିନ୍ଦା ଓ ତାଡ଼ନା କରନ୍ତି, ପୁଣି ମିଥ୍ୟାରେ ତୁମମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି, ତେବେ ତୁମେମାନେ ଧନ୍ୟ। ଇଂଲିଶରେ ଲେଖା ହେଇଛି ଦେ ଆର୍ ବ୍ଲେସେଡ୍। କାହିଁକି ବ୍ଲେସେଡ୍? ବ୍ଲେସେଡ୍ ମାନେ ସେମାନେ ଆଶୀର୍ବାଦ ପାଇବେ। ଦେ ଆର୍ ବ୍ଲେସେଡ୍, ବ୍ଲେସେଡ୍ ମାନେ ସ୍ୱର୍ଗୀୟ ଆଶୀର୍ବାଦ ପରମେଶ୍ୱର ସେମାନଙ୍କୁ ଦେବେ। ଏ ଲେଖା ଅଛି କ'ଣ? ଲୋକେ ଯେବେ, 11 ପଦ, ମାଥ୍ୟୁ 5:11 ପଦ, ଲୋକେ ଯେବେ ତୁମମାନଙ୍କୁ ମୋ ସକାଶେ ନିନ୍ଦା ଆଉ ତାଡ଼ନା କରନ୍ତି। ଯୀଶୁ ନିଜେ ଏଟା ଶିକ୍ଷା ଦେଇଛନ୍ତି ଯେ ଲୋକମାନେ ଯଦି ମୋ ସକାଶେ ତୁମକୁ ନିନ୍ଦା ତାଡ଼ନା କରନ୍ତି, ନିନ୍ଦା କରନ୍ତି, ଥଟ୍ଟା କରନ୍ତି, ପରିହାସ କରନ୍ତି, ହସି ଦିଅନ୍ତି, କ୍ରିଟିସାଇଜ୍ କରନ୍ତି, ବିଭିନ୍ନ ପ୍ରକାର ବିରୋଧରେ ତୁମମାନଙ୍କ ବିରୋଧରେ କଥାବାର୍ତ୍ତା କରନ୍ତି, ଶଳା ଶ୍ୱଶୁରକୁ ବି କହିଦିଅନ୍ତି, ତେବେ ଏଠି ଲେଖା ହେଇଛି କ'ଣ? ତୁମମାନେ ଆନନ୍ଦ, ଲେଖା ହେଇଛି ତେବେ ତୁମେମାନେ ଆଶୀର୍ବାଦ ପାଇବ, ତେବେ ତୁମମାନେ ଧନ୍ୟ। ଲୋକେ ଯେବେ ତୁମମାନଙ୍କ ବିରୁଦ୍ଧରେ ନାନା ପ୍ରକାର ସମସ୍ତ ପ୍ରକାର ମନ୍ଦ କଥା କହନ୍ତି, ତେବେ ତୁମେମାନେ ଧନ୍ୟ। ମୋର ବିଶ୍ୱାସୀ ଭାଇ ଭଉଣୀମାନେ, ଆପଣମାନେ ଧନ୍ୟ। ଧନ୍ୟ ମାନେ ଆଶୀର୍ବାଦକାରୀ। ଇଂଲିଶରେ ଲେଖା ହେଉଛି ୟୁ ଆର୍ ବ୍ଲେସେଡ୍। ୟୁ ଆର୍ ବ୍ଲେସେଡ୍ ମାନେ ଆପଣମାନେ ଆଶୀର୍ବାଦକାରୀ ସନ୍ତାନ, ପରମେଶ୍ୱରଙ୍କର ଆଶୀର୍ବାଦ ବିଶ୍ୱାସୀମାନେ। 12 ପଦରେ ଲେଖା ଅଛି, ଆନନ୍ଦ କର, ଉଲ୍ଲସିତ ହୁଅ। ମୋର ପ୍ରତ୍ୟେକ ବିଶ୍ୱାସୀ ଭାଇ ଭଉଣୀମାନେ, ଆପଣମାନେ ଆନନ୍ଦ କରନ୍ତୁ, ଉଲ୍ଲସିତ ହୁଅନ୍ତୁ, କାରଣ ସ୍ୱର୍ଗରେ ତୁମମାନଙ୍କର ପୁରସ୍କାର ପ୍ରଚୁର। ସ୍ୱର୍ଗରେ ଆପଣମାନଙ୍କର ପୁରସ୍କାର ପ୍ରଚୁର ରହିଛି। ସେଥିପାଇଁ ଆପଣମାନେ ଆନନ୍ଦ କରନ୍ତୁ ଆଉ ଉଲ୍ଲସିତ ହୁଅନ୍ତୁ। ସେହିପରି ତ ସେମାନେ ତୁମମାନଙ୍କର ପୂର୍ବବର୍ତ୍ତୀ ଭାବବାଦୀମାନଙ୍କୁ ତାଡ଼ନା କରନ୍ତି। ପୂର୍ବରୁ ଯେଉଁମାନେ ଆଜି ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିଲେ, ସେମାନେ ମଧ୍ୟ ଏହି ପ୍ରକାର ନିନ୍ଦା, ଥଟ୍ଟା, ତାଡ଼ନା, ପରିହାସ ପାଇଥିଲେ। ଖାଲି ମୋର ସେଇ ବନ୍ଧୁ ନୁହେଁ, ଆମର ସେଇ ଯେଉଁ ବନ୍ଧୁ ମୋତେ ବିଭିନ୍ନ ପ୍ରକାର ମୋ ବିରୁଦ୍ଧରେ ନାନା ପ୍ରକାର ଥଟ୍ଟା, ପରିହାସ, ତାମସା କରନ୍ତି, ହସି ଦିଅନ୍ତି, ହେ ପାଗଳ ପରିବାର କହିଦିଅନ୍ତି ଆମମାନଙ୍କୁ। ମୋର ନିଜର ଭାଣିଜୀ ଯେ ମାମି ତାକୁ ଡାକନ୍ତି, ମମତା, ତା ନାଁ ମମତା, କିନ୍ତୁ ମାମି ଡାକନ୍ତି। ତେବେ ସେଇ ମାମି, ତା ତଳ ଭଉଣୀ ହେଉଛି ମଝିଆ ଭାଣିଜୀ ନାଁ ହେଉଛି ଗୋଲିଆ, ଆଉ ଗୋଟେ ଚିମିନି। ଏମାନେ 3 ଜଣ, ଆଉ ଗୋଟେ ଭଣଜା ଅଛି ଜଡ଼ୁଆ, ତାକୁ ଏବେ କ'ଣ ଟୁଲୁ ଡାକୁଛନ୍ତି ମୁଁ ଜାଣିନି, କିନ୍ତୁ ଜଡ଼ା। ସେ ଜଡ଼ା ଭଣଜା ଆଉ ସେ ଯେଉଁ 3ଟା ଭାଣିଜୀ, ଏମାନେ ସବୁ ମୋ ନାଁରେ, ମୋ ବିରୁଦ୍ଧରେ କଥାବାର୍ତ୍ତା କରନ୍ତି, ତାମସା କରନ୍ତି, ହସି ଦିଅନ୍ତି, କ୍ରିଟିସାଇଜ୍ କରନ୍ତି, ମୋ ବିରୁଦ୍ଧରେ ନାନା ପ୍ରକାର କଥାବାର୍ତ୍ତା କରନ୍ତି। ସେମାନେ କହନ୍ତି ହଁ ପାଗଳ ବଂଶ। ଖାଲି ସେତିକି ନୁହେଁ, ଆମର ଯେଉଁ ଭେଣେଇ ଝିଅ ଦ୍ୱିଜ ଭାଇ, ସେ ବି ମଧ୍ୟ କହେ ସେ ପାଗଳ ବଂଶ। ତେବେ ପ୍ରଭୁ କିନ୍ତୁ ମୋତେ ଆଶୀର୍ବାଦ ମଧ୍ୟରେ ଦୀର୍ଘ
35 ବର୍ଷ ହେଲାଣି ମୁଁ ଘର ଛାଡ଼ିଦେଲିଣି। ପ୍ରଭୁ ମୋତେ ଆଶୀର୍ବାଦ ମଧ୍ୟରେ ରଖିଛନ୍ତି, ଗୋଟେ ଆନନ୍ଦ ମଧ୍ୟରେ, ହାପିନେସ୍ ମଧ୍ୟରେ ରଖିଛନ୍ତି। ତେବେ ସେଇଭଳି ଖାଲି ସେତିକି ନୁହେଁ, ମୋର ମଝିଆ ଭାଇର ଶ୍ୱଶୁର ଘର, ମୋର ମଝିଆ ଭାଇ ନାଁ ଅଜୟ, ସେଇ ଅଜୟ ଭାଇଙ୍କର ଶ୍ୱଶୁର ଘର, ସେମାନଙ୍କର ମଧ୍ୟ ସେ ଯେଉଁ ଆମର ଶଳାମାନେ ଅଛନ୍ତି, ସେମାନେ ବି ଥଟ୍ଟା କରନ୍ତି, ପରିହାସ କରନ୍ତି, ତାମସା କରନ୍ତି, ହସି ଦିଅନ୍ତି, ପାଗଳ ବଂଶ କହନ୍ତି। ଖାଲି ସେତିକି ନୁହେଁ, ଆମର ସେ ଯେଉଁ ମାତନି, ସିଏ ଶାଳୀ ହିସାବ ହବ, ମଝିଆ ଭାଇଙ୍କର ଶାଳୀ, ସିଏ ବି ହସି ଦିଏ ସବୁବେଳେ ପାଇଁ, ସବୁବେଳେ ହସି କୁଲୁରୁ ଥାଏ, ହସି କୁଲୁରୁ ଥାଏ। ଆଉ ସେ ଥଟ୍ଟା କରେ, ପରିହାସ କରେ, ତାମସା କରେ, ବିରୁଦ୍ଧରେ କଥାବାର୍ତ୍ତା କରନ୍ତି, ପାଗଳ ବଂଶ କହନ୍ତି। ଖାଲି ସେତିକି ନୁହେଁ, ଆମର ହେମନ୍ତ ମଧ୍ୟ ସିଏ ଶଳା ହିସାବ, ମଝିଆ ଭାଇର ଶଳା, ସେ ବି ଥଟ୍ଟା ପରିହାସ ତାମସା କରନ୍ତି। ତେବେ ଆହୁରି ଖାଲି ସେତିକି ନୁହେଁ, ଆମର ମୋର ଶ୍ୱଶୁର ଘର ଯେଉଁ କାକୁଡ଼ି କଦରେ ଯେତିକି ମାନେ ଅଛନ୍ତି, ମୋର ସ୍ତ୍ରୀ ନାଁ ହେଉଛି ଜେମା, ତାର ବଡ଼ ଭଉଣୀମାନେ, ସେମାନେ ଥଟ୍ଟା କରନ୍ତି, ପରିହାସ କରନ୍ତି, ତାମସା କରନ୍ତି, ହସି ଦିଅନ୍ତି, ମୋ ବିରୁଦ୍ଧରେ କଥାବାର୍ତ୍ତା କରନ୍ତି, ସେମାନେ କହନ୍ତି ସେମାନେ ପାଗଳ ବଂଶ, ଏମିତି ମଧ୍ୟ କଥାବାର୍ତ୍ତା କରନ୍ତି। ତେବେ ଯାହା ହଉ ନା କାହିଁକି, ଅନେକ ହଜାର ହଜାର ଲକ୍ଷ ଲକ୍ଷ ଲୋକମାନେ ଆଜି ମୋ ଦ୍ୱାରା ସେମାନେ ଯୀଶୁଖ୍ରୀଷ୍ଟଙ୍କୁ ପରିଚୟ ପାଇ, ସେମାନେ ଆଜି ବାପ୍ତିସ୍ମ ଜଳରେ ଦୀକ୍ଷା ନେଇ ସେମାନେ ଆଜି ଶିଷ୍ୟ ହୋଇ ପ୍ରଭୁ ଯୀଶୁଙ୍କର ସେବା କରୁଛନ୍ତି। ଏବଂ ଅନେକ ଚୋରି ଡକାୟତି ଛାଡ଼ି, ଚୋରି ଡକାୟତ କାର୍ଯ୍ୟ ଛାଡ଼ି ସେମାନେ ଯୀଶୁଙ୍କୁ ଗ୍ରହଣ କରି ପ୍ରଭୁଙ୍କ ରାସ୍ତାରେ, ଗୋଟେ ଭଲ ରାସ୍ତାରେ ବିଶ୍ୱାସୀ ଭାବରେ ସେମାନେ ଜୀବନଯାପନ କରୁଛନ୍ତି, ସେମାନେ ଆଶୀର୍ବାଦ ପାଉଛନ୍ତି। ଅନେକ ମଦ୍ୟପାନକାରୀ ଲୋକମାନେ ମଦ ଖାଇ ମାତାଲ ହେଇ ଗଡ଼ନ୍ତି, ଶଳା ଶ୍ୱଶୁର ପୁଅ କହନ୍ତି, ଦିଅକ୍ଷିରା ଭାଷା କହନ୍ତି ଲୋକମାନଙ୍କୁ, ସେମାନେ ମଧ୍ୟ ଆଜି ମୋ ଦ୍ୱାରା ପରିବର୍ତ୍ତନ ହେଇ ସେମାନେ ଜଳରେ ବାପ୍ତିସ୍ମ ନେଇ ଯୀଶୁଙ୍କ ରାସ୍ତାରେ ଆଜି ଚାଲୁଛନ୍ତି। ଅନେକ ଲୋକମାନେ ବିଡ଼ି, ସିଗାରେଟ, ପାନ, ଖଇନି, କଡ଼ାଗୁଡ଼ି, ଗଞ୍ଜେଇ ଏସବୁ ଖାଇକି ମାତାଲ ହେଇକି, ମଦ ଖାଇକି, ବିଭିନ୍ନ ପ୍ରକାର ହାଣ୍ଡିଆ ମଦ, ଆଉ ଭାତରେ ଯେଉଁଟା ତିଆରି କରାଯାଏ ଆମର ମୟୂରଭଞ୍ଜ କେନ୍ଦୁଝରରେ, ଭାତରେ ସେମାନେ ହାଣ୍ଡିଆ ମଦ ତିଆରି କରନ୍ତି ଅନେକ ଲୋକମାନେ, ଆଉ ଖଜୁରୀ ମଦ ଲୋକମାନେ ପିଇକି ମାତାଲ ହେଇଯାଆନ୍ତି। ଏଗୁଡ଼ା ସବୁ ଏମାନଙ୍କ ମଧ୍ୟରୁ ଅନେକ ଲୋକମାନେ ଯୀଶୁଙ୍କୁ ଗ୍ରହଣ କରି ସେମାନେ ହାଣ୍ଡିଆ ମଦ ଛାଡ଼ିଛନ୍ତି, ଖଜୁରୀ ମଦ ଛାଡ଼ିଛନ୍ତି, ବୋଟଲ ମଦ ଛାଡ଼ିଛନ୍ତି, ଛାଡ଼ିକି ଆଜି ପ୍ରଭୁ ଯୀଶୁଙ୍କ ରାସ୍ତାରେ ଆଜି ଚାଲୁଛନ୍ତି, ଯଦ୍ୱାରା ସେମାନେ ଆଶୀର୍ବାଦ ପାଉଛନ୍ତି। ତେବେ ଆମମାନେ ଯଦି ଆମେ ଖାଲିଟାରେ ଅନ୍ୟମାନେ ଯୀଶୁଙ୍କୁ ଗ୍ରହଣ କରି ସେମାନେ ଯୀଶୁଙ୍କ ରାସ୍ତାରେ ଚାଲିଲେ, ଆମେ ଥଟ୍ଟା ପରିହାସ ତାମସା କରିକି ଆମର କି ଲାଭ ହେବ? ବରଂ ଆମର ବିପଦ ହେବ। ତେବେ ସେଥିପାଇଁ ଜଣେ ଯଦି ଯୀଶୁ ଗ୍ରହଣ କଲା, ଅନ୍ୟମାନେ ଲୋକମାନେ ଶଳା ଶ୍ୱଶୁରକୁ କହୁଛନ୍ତି, ସେମାନେ ବିଭିନ୍ନ ପ୍ରକାର ଖରାପ ଭାଷା କହୁଛନ୍ତି, ଆରେ ସିଏ ତାର ଯୀଶୁଙ୍କୁ ଗ୍ରହଣ କଲା, ସେ କୁମାର ହଉ, କୁମାରିଆ ଲୋକମାନେ ମଧ୍ୟ ଯୀଶୁଙ୍କୁ ଗ୍ରହଣ କରୁଛନ୍ତି, ବ୍ରାହ୍ମଣିଆ ଲୋକମାନେ ମଧ୍ୟ ଯୀଶୁଙ୍କୁ ଗ୍ରହଣ କରୁଛନ୍ତି, ମାହାନ୍ତି ଖଣ୍ଡାୟତ ଗୌଡ଼ ଲୋକମାନେ ମଧ୍ୟ ଯୀଶୁଙ୍କୁ ଗ୍ରହଣ କରୁଛନ୍ତି। ଆମର ପ୍ରତ୍ୟେକ ଜାତିର ଲୋକମାନେ ଯୀଶୁଙ୍କୁ ଗ୍ରହଣ କରୁଛନ୍ତି। ପାଣ ଜାତିର ଯୀଶୁଙ୍କୁ ଗ୍ରହଣ କରୁଛନ୍ତି, ବ୍ରାହ୍ମଣ ଜାତିର ବି ଯୀଶୁଙ୍କୁ ଗ୍ରହଣ କରୁଛନ୍ତି, କୁମାର ଜାତିର ଲୋକମାନେ ଯୀଶୁଙ୍କ ରାସ୍ତାରେ ଚାଲୁଛନ୍ତି, ଗୌଡ଼ ଜାତିର ଲୋକମାନେ ମଧ୍ୟ ଯୀଶୁଙ୍କ ରାସ୍ତାରେ ଚାଲୁଛନ୍ତି, ଖଣ୍ଡେଇତ ଜାତିର ଲୋକମାନେ ମଧ୍ୟ ଯୀଶୁଙ୍କ ରାସ୍ତାରେ ଚାଲୁଛନ୍ତି, ମହାନ୍ତି ଲୋକମାନେ ମଧ୍ୟ ଯୀଶୁଙ୍କ ରାସ୍ତାରେ ଚାଲୁଛନ୍ତି, ସମସ୍ତେ ତାଙ୍କ ମଧ୍ୟରୁ। ତେବେ ସବୁ ଜାତିର ଲୋକମାନେ ଯୀଶୁଙ୍କ ରାସ୍ତାରେ ଚାଲୁଛନ୍ତି, ସେମାନେ କ'ଣ ପାଗଳ? ସେମାନେ କ'ଣ ପାଗଳ? ଆପଣମାନେ ଯେଉଁ କମ୍ପ୍ୟୁଟର ଫୋନ୍ ବ୍ୟବହାର କରୁଛନ୍ତି, ସେଇ ଯୀଶୁଙ୍କ ଲୋକମାନେ ତିଆରି କରିଥିବାରୁ ଆପଣମାନେ ଫୋନ୍ଟା, ମୋବାଇଲ ଫୋନ୍ଟା ଆଜି ଧରିକି ହାତରେ ଧରି ବୁଲୁଛନ୍ତି, ବା ସବୁ ଅଫିସରେ କମ୍ପ୍ୟୁଟର ଚାଲିଛି। ଯେ ସେଇ ଯୀଶୁଙ୍କ ଲୋକ ଯିଏ ଚାର୍ଲେସ୍ ବାବେଜ୍, ଆପଣମାନେ ଗୁଗୁଲରେ ପଚାରନ୍ତୁ କମ୍ପ୍ୟୁଟର କିଏ ତିଆରି କରିଛି? ଚାର୍ଲେସ୍ ବାବେଜ୍ ତିଆରି କରିଥିବାରୁ ଆଜି ସାରା ଅଫିସରେ, ସାରା ପୃଥିବୀର ପ୍ରତ୍ୟେକ ଅଫିସରେ କମ୍ପ୍ୟୁଟର ବ୍ୟବହାର କରାହେଉଛି। କେଉଁ ଲୋକ ତିଆରି କରିଛି?
ସେଇ ଯୀଶୁଙ୍କ ରାସ୍ତାରେ ଚାଲୁଥିବା ଲୋକ ହିଁ ତିଆରି କରିଛି। ଯୀଶୁଙ୍କ ରାସ୍ତାରେ ଚାଲୁଥିବା ଲୋକ ତିଆରି କରିଛି। ଆପଣମାନେ ଯେଉଁ ଉଡ଼ାଜାହାଜରେ ଯାଉଛନ୍ତି, ଯିବା ଆସିବା କରୁଛନ୍ତି, ସେଇ ଉଡ଼ାଜାହାଜଟା କିଏ ତିଆରି କରିଛି? ସେଇ ଯୀଶୁଙ୍କ ରାସ୍ତାରେ ଚାଲୁଥିବା ଲୋକମାନେ ତିଆରି କରିଛନ୍ତି। ଯେଉଁମାନେ ଯୀଶୁଙ୍କୁ ଗ୍ରହଣ କରିଛନ୍ତି ସେମାନଙ୍କ ନାଁ ହେଉଛି ରାଇଟ୍ ବ୍ରଦର୍ସ। ସେଇମାନେ ଉଡ଼ାଜାହାଜ ବା ଏରୋପ୍ଲେନ୍ରେ ଯେଉଁ ଯାଉଛନ୍ତି, ହେଲିକପ୍ଟର ଏରୋପ୍ଲେନ୍ରେ, ସେ ଏରୋପ୍ଲେନ୍ଟା ସେଇମାନେ ହିଁ ତିଆରି କରିଛନ୍ତି। ଯୀଶୁଙ୍କ ଲୋକମାନେ ତିଆରି କରିଛନ୍ତି। ଏବେ ଆପଣମାନେ କାହିଁକି ଥଟ୍ଟା ପରିହାସ ତାମସା ସେମାନଙ୍କୁ କରୁଛନ୍ତି? ଆପଣମାନେ ତ ଗୋଟେ ମେସିନ୍ ତିଆରି କରିପାରିବେନି। ଗୋଟେ ଇଲେକ୍ଟ୍ରିକ୍ ବଲ୍ବ ଥୋମାସ୍ ଏଡ଼ିସନ୍ ତିଆରି କରିଛନ୍ତି, ସେ ଯୀଶୁଙ୍କ ଲୋକ ତିଆରି କରିଛି। ଆପଣମାନେ ଗୋଟେ ବଲ୍ ତିଆରି କରିପାରିବେ? ସମସ୍ତେ ଶିଖିଲେ ତିଆରି କରିବେ, କିନ୍ତୁ ପ୍ରଥମେ ସିଏ ତିଆରି କରିଛନ୍ତି। ତେବେ ଟ୍ରେନ୍ ଇଞ୍ଜିନ୍ ମଧ୍ୟ ସେଇ ଯୀଶୁଙ୍କ ଲୋକ ତିଆରି କରିଛନ୍ତି। ଟ୍ରେନ୍ ଇଞ୍ଜିନ୍, ଆମର ଯେତେ ବଡ଼ ବଡ଼ ମେସିନ୍ ଗୁଡ଼ା ସବୁ, ରେଡ଼ିଓ ତିଆରି ଫାଷ୍ଟ ଆମେ ରେଡ଼ିଓ ବ୍ୟବହାର କରୁଥିଲୁ। ରେଡ଼ିଓଟା କିଏ ତିଆରି କରିଛି? ମାର୍କୋନି। ସେଇ ଯୀଶୁଙ୍କ ଲୋକ, ଯୀଶୁଙ୍କ ରାସ୍ତାରେ ଚାଲୁଥିବା ଲୋକ ସେ ରେଡ଼ିଓ ତିଆରି କରିଥିଲେ। ଆମେ ଯାହାକି ପ୍ରଥମେ, ସେତେବେଳେ ଟିଭି ନଥିଲା, ଆମେ ରେଡ଼ିଓଟା ଆମେ ଶୁଣିକି କାନରେ ରେଡ଼ିଓଟା ଲଗେଇକି ଆମେ ସମ୍ବାଦ ଶୁଣୁଥିଲୁ। ଟିଭିଟା ବି ସେଇଭଳି ଯୀଶୁଙ୍କ ଲୋକ ତିଆରି କରିଛି। ବର୍ତ୍ତମାନ ଯେଉଁ ଟିଭି ଆମେ ବ୍ୟବହାର କରୁଛୁ, ଟିଭି ବି ଯୀଶୁଙ୍କ ଲୋକ ତିଆରି କରୁଛୁ। ତେବେ ଯେଉଁମାନେ ଆପଣମାନେ ଯୀଶୁଙ୍କ ଲୋକମାନଙ୍କୁ ଘୃଣା କରୁଛନ୍ତି, ତେବେ ଯୀଶୁଙ୍କ ଲୋକମାନେ ତିଆରି କରିଥିବା ଜିନିଷଟାକୁ ବ୍ୟବହାର କରୁଛନ୍ତି କାହିଁକି? ଆପଣ ତ କହିଲେ ଗୋଟେ ଖ୍ରୀଷ୍ଟିଆନ ଲୋକ ଯୀଶୁଙ୍କ ଲୋକ ତିଆରି କରିଛି, ମୁଁ କାହିଁ ବ୍ୟବହାର କରିବି? ଫୋନ୍ଟା ଯୀଶୁଙ୍କ ଲୋକ ତିଆରି କରିଛି, ମୁଁ କାହିଁ ବ୍ୟବହାର କରିବି? ଆମେ ପାଗଳ ଲୋକମାନେ ତିଆରି କରିଛନ୍ତି, ମୁଁ କାହିଁ ବ୍ୟବହାର କରିବି? ତେବେ ଆପଣମାନେ କାହିଁ ବ୍ୟବହାର କରୁଛନ୍ତି? ସାବଧାନ। ଯୀଶୁଙ୍କ ଲୋକମାନଙ୍କୁ ଥଟ୍ଟା ପରିହାସ ତାମସା ନିନ୍ଦା ହସି ଦେବା ପାଗଳ କହିବା ଏସବୁ ଆପଣମାନେ ବନ୍ଦ କରନ୍ତୁ। କାରଣ ଯେଉଁ ଜିନିଷ ଗୁଡ଼ିକ ମୁଖ୍ୟ ଜିନିଷ ଗୁଡ଼ିକ, ସବୁଠାରୁ ବଡ଼ ବଡ଼ ଜିନିଷ ଗୁଡ଼ିକ ମେସିନ୍ ଗୁଡ଼ିକ ତିଆରି କରିଛନ୍ତି କେବଳ ଯୀଶୁଙ୍କ ଲୋକ। ଯୀଶୁଙ୍କ ଲୋକମାନେ ତିଆରି କରିଛନ୍ତି। ଏବେ ଆପଣମାନେ ପାଗଳ ନା ଯୀଶୁଙ୍କ ଲୋକମାନେ ପାଗଳ? ଆପଣମାନେ ନିଜେ ବିଚାର କରନ୍ତୁ। ଯୀଶୁଙ୍କ ଲୋକମାନେ ପାଗଳ ନା ଆପଣମାନେ ପାଗଳ? ଯେଉଁମାନେ ପାଗଳ କହୁଛନ୍ତି, ଥଟ୍ଟା କରୁଛନ୍ତି, ପରିହାସ କରୁଛନ୍ତି, ଆପଣମାନେ ନିଜେ ବିଚାର କରି ଆଲୋଚନା କରି କୁହନ୍ତୁ। ତେବେ ଏଠି ଆମେ ଦେଖୁଛୁ ଲେଖା ଅଛି 12 ପଦରେ, ମୋର ପ୍ରତ୍ୟେକ ବିଶ୍ୱାସୀ ଭାଇ ଭଉଣୀମାନଙ୍କୁ କହୁଛି ଯେ ଆନନ୍ଦ କର ଓ ଉଲ୍ଲସିତ ହୁଅ। ଯୀଶୁ ନିଜେ ଶିକ୍ଷା ଦେଉଛନ୍ତି। ମାଥ୍ୟୁ 5:12 ପଦରେ କ'ଣ ଶିକ୍ଷା ଦେଉଛନ୍ତି? ଯେ କ'ଣ ଶିକ୍ଷା ଦେଉଛନ୍ତି? ଏଠି କ'ଣ ଶିକ୍ଷା ଦେଉଛନ୍ତି? 12 ପଦରେ ଆନନ୍ଦ କର, ଗ୍ରେଟଲି ରିଜଏସ୍। ଇନ୍ ଇଂଲିଶରେ we are telling greatly rejoice. You have to greatly rejoice and you have to be exceedingly glad. ଆନନ୍ଦ କର ଆଉ ଉଲ୍ଲସିତ ହୁଅ। କାହିଁକି? କାରଣ ସ୍ୱର୍ଗରେ ତୁମମାନଙ୍କର ପୁରସ୍କାର ପ୍ରଚୁର। ଆପଣମାନଙ୍କର ପୁରସ୍କାର, ମୋର ବିଶ୍ୱାସୀ ଭାଇ ଭଉଣୀମାନେ, ଯେଉଁମାନେ ଆଜି ବିଶ୍ୱାସୀ ହେଇଛନ୍ତି, ଯେଉଁମାନେ ଯୀଶୁଙ୍କୁ ଗ୍ରହଣ କରୁଛନ୍ତି, ଆମମାନେ ବିଶ୍ୱାସୀ ବୋଲି କହୁ। ମୋର ପ୍ରତ୍ୟେକ ବିଶ୍ୱାସୀ ଭାଇ ଭଉଣୀମାନେ, ଆପଣମାନେ ଆନନ୍ଦ କରନ୍ତୁ ଆଉ ଉଲ୍ଲସିତ ହୁଅନ୍ତୁ, କାରଣ ସ୍ୱର୍ଗରେ ଆପଣମାନଙ୍କର ପୁରସ୍କାର ପ୍ରଚୁର। ଖାଲି ସେତିକି ନୁହେଁ, ସେହିପରି ତ ତୁମେମାନେ ତୁମମାନଙ୍କର ପୂର୍ବବର୍ତ୍ତୀ ଭାବବାଦୀମାନଙ୍କୁ ତାଡ଼ନା କରୁଥିଲ, ସେହିପରି ତ ସେମାନେ ତୁମମାନଙ୍କର ପୂର୍ବବର୍ତ୍ତୀ ଭାବବାଦୀମାନଙ୍କୁ, ଯେଉଁମାନେ ପୂର୍ବରୁ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିଲେ, ସେମାନଙ୍କୁ ମଧ୍ୟ ଲୋକମାନେ ଥଟ୍ଟା ତାମସା ପରିହାସ ନିନ୍ଦା କରୁଥିଲେ। ତେବେ ଆମମାନେ ଜାଣିଲୁ ଯେ ଯୀଶୁ ଏହିସବୁ ଶିକ୍ଷା ଦେଉଥିଲେ କେତେବେଳେ ନା, ଯୀଶୁ ଯେତେବେଳେ ପାହାଡ଼ ଉପରକୁ ସେ ଆରୋହଣ କରିଥିଲେ, ଆଉ
ଲେଖା ଅଛି 5 ପଦ 1 ପଦରେ 5 ଅଧ୍ୟାୟ 1 ପଦରେ ଲୋକ ସମୂହ ଦେଖି ଯୀଶୁ ପର୍ବତ ଆରୋହଣ କଲେ, ପୁଣି ଉପବେଶନ କଲା ଉତ୍ତାରେ ତାଙ୍କ ଶିଷ୍ୟମାନେ ତାଙ୍କ ଛାମୁକୁ ଆସିଲେ। ଲୋକ ସମୂହ ଦେଖି ଅନେକ ଲୋକ, ମଲ୍ଟିଟ୍ୟୁଡ୍ସ ଅଫ୍ ପିପୁଲ୍ସ, ସୋ ମେନି ପିପୁଲ୍ସ, ଥାଉଜେଣ୍ଡସ୍ ପିପୁଲ୍ସ, ଲୋକମାନଙ୍କୁ ହଜାର ହଜାର ଲୋକମାନଙ୍କୁ ଦେଖି ଯୀଶୁ ପାହାଡ଼ ଆରୋହଣ କଲେ। ପାହାଡ଼ ଆରୋହଣ କଲେ କାହିଁକି ନା ପାହାଡ଼ରେ ବହୁତ ପଡ଼ିଆ ଭଳିଆ ଜାଗା ଅଛି, ଲୋକମାନେ ବସିପାରିବେ। ଯୀଶୁ ଉଚ୍ଚରେ ବସିଲେ, ଲୋକମାନେ ଏମିତି ଜାଗାରେ ବସିଲେ ତଳେ। ଆଉ ଲେଖା ଅଛି ସେଇ ପାହାଡ଼ରେ ସେ ଯୀଶୁ ଶିକ୍ଷା ଦେଉଛନ୍ତି, ସେଥିରେ ଯୀଶୁ ମୁଖ ଫିଟାଇ ସେମାନଙ୍କୁ ଶିକ୍ଷା ଦେଇ କହିବାକୁ ଲାଗିଲେ। ଯୀଶୁଖ୍ରୀଷ୍ଟଙ୍କର ଶିକ୍ଷା ପୃଥିବୀରେ ଏପରି କେହି ଦେଇପାରିବେନି କି କେହି ଦେଇନାହାନ୍ତି। କାରଣ ଯୀଶୁଖ୍ରୀଷ୍ଟ ଯେଉଁ ଶିକ୍ଷା ଦେଇଛନ୍ତି ପୃଥିବୀ ମଧ୍ୟରେ ମହାନ ଶିକ୍ଷା, ମୁଖ୍ୟ ଶିକ୍ଷା। ଆଉ ସେ ଶିକ୍ଷା ଦେଉଛନ୍ତି ଆତ୍ମାରେ ଦିନହୀନ ଲୋକ ଧନ୍ୟ, ଆତ୍ମିକ ଭାବରେ ଦିନ ଦରିଦ୍ର ଲୋକ ଧନ୍ୟ, ପ୍ରଭୁଙ୍କୁ ଜାଣିବା ପାଇଁ ଦରିଦ୍ର, ପ୍ରଭୁଙ୍କ ପରିଚୟ ପାଇବା ପାଇଁ। ଆଉ ଲେଖା ଅଛି ଦିନହୀନ ସେଇ ଲୋକ ଆଶୀର୍ବାଦ ପାଇବ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର, ସ୍ୱର୍ଗରାଜ୍ୟ ସେମାନେ ପାଇବେ। 4 ପଦରେ ଲେଖା ଅଛି ଶୋକାର୍ତ୍ତ ଲୋକ ଧନ୍ୟ, କାରଣ ସେମାନେ ସାନ୍ତ୍ୱନା ପ୍ରାପ୍ତ ହେବେ। ଶୋକାର୍ତ୍ତ ପ୍ରଭୁଙ୍କ ନିମନ୍ତେ, ଯେଉଁମାନେ ଆଜି ଶୋକ କରୁଛନ୍ତି ତାହାଙ୍କର ଗୌରବ ନିମନ୍ତେ, ତାହାଙ୍କର ମହିମା ନିମନ୍ତେ, ତାହାଙ୍କର ପ୍ରଶଂସା ନିମନ୍ତେ, ତାହାଙ୍କର ସେବା ଏବଂ ଉପାସନା ନିମନ୍ତେ ତାହାଙ୍କୁ ଧନ୍ୟବାଦ, ପ୍ରଶଂସା, ମହାନ ଉଚ୍ଚୀକୃତ କରୁଛନ୍ତି। ଲେଖା ଅଛି ସେମାନେ ଧନ୍ୟ, କାରଣ ସେମାନେ ସାନ୍ତ୍ୱନା ପାଇବେ। ପରମେଶ୍ୱର ସେମାନଙ୍କୁ ସାନ୍ତ୍ୱନା ଦେବେ। ଖାଲି ସେତିକି ନୁହେଁ, ଲେଖା ହେଇଛି ନମ୍ର ଲୋକେ ଧନ୍ୟ, କାରଣ ସେମାନେ ପୃଥିବୀର ଅଧିକାରୀ ହେବେ। ନମ୍ର ମନା ଲୋକ ଧନ୍ୟ, କାରଣ ସେଇମାନେ ପୃଥିବୀର ଅଧିକାରୀ ହେବେ। ଖାଲି ସେତିକି ନୁହେଁ, ଧାର୍ମିକତା ନିମନ୍ତେ କ୍ଷୁଧିତ ତୃଷିତ ଲୋକ ଧନ୍ୟ, ସେମାନେ ପରିତୃପ୍ତ ହେବେ, କାରଣ ସେମାନେ ପରିତୃପ୍ତ ହେବେ। ନମ୍ର ଲୋକ ଆଶୀର୍ବାଦ ପାଇବ, କାରଣ ସେଇମାନେ ପୃଥିବୀର ଅଧିକାରୀ ହେବେ। ଧାର୍ମିକତା ପାଇଁ ଯେଉଁମାନେ କ୍ଷୁଧିତ, ଯେଉଁମାନେ ତୃଷିତ ଅଛନ୍ତି, ସେମାନେ ଆଶୀର୍ବାଦ ପାଇବେ, କାରଣ ସେଇମାନେ ପରିତୃପ୍ତ ହେବେ। ପ୍ରଭୁ ସେମାନଙ୍କୁ ପରିତୃପ୍ତ କରିବେ। ଦୟାଳୁ ଲୋକ ଧନ୍ୟ, କାରଣ ସେମାନେ ଦୟା ପ୍ରାପ୍ତ ହେବେ। ଯେ ଦୟା କଲା ସେ ଦୟା ପାଇବ। ଶୁଦ୍ଧଚିତ୍ତ ଲୋକ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ଦର୍ଶନ ପାଇବେ। ଶୁଦ୍ଧଚିତ୍ତ, ଯାହାର ହୃଦୟ ଶୁଚି ପବିତ୍ର, ଯାହାର ହୃଦୟରେ କୌଣସି ଗଲତି ନାହିଁ, ସେମାନେ ଆଶୀର୍ବାଦ ପାଇବେ, କାରଣ ସେମାନେ ଈଶ୍ୱରଙ୍କ ଦର୍ଶନ ପାଇବେ। ଶାନ୍ତିକାରକ ଲୋକ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ଖ୍ୟାତ ହେବେ। ଯେଉଁମାନେ ଶାନ୍ତି ଚାହାନ୍ତି, ଶାନ୍ତିକାରକ ଲୋକ ଧନ୍ୟ। ଶାନ୍ତିକାରକ ଲୋକ ଆଶୀର୍ବାଦ ପାଇବ, କାରଣ ସେମାନେ ଈଶ୍ୱରଙ୍କର ସନ୍ତାନ ବୋଲି ବିଖ୍ୟାତ ହେବେ। ତାପରେ ଆମେ ପଢ଼ିଥିଲୁ 10ରୁ 12। ପ୍ରଭୁ ଏ ପଠିତ ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ। ଆମମାନେ ଏଠି ଦେଖୁଛୁ ଯେ ପ୍ରଭୁଙ୍କର ବାକ୍ୟ ଆଜି ଦେଖିଲେ। ଆପଣମାନେ ପ୍ରଭୁଙ୍କର ବାକ୍ୟ ଧ୍ୟାନ କରନ୍ତୁ, ପ୍ରାର୍ଥନା କରନ୍ତୁ, ପଢ଼ନ୍ତୁ, ବାକ୍ୟ ପାଳନ କରନ୍ତୁ, ଯଦ୍ୱାରା ଆପଣମାନେ ଆଶୀର୍ବାଦ ପାଇବେ।